ଯେତେ ସବୁ ପାପ ବିଷୟରେ ଆମେ ଦେଖୁଛୁ, ଯେତେ ଜଣ ବି ପାପ କରିଅଛନ୍ତି, ସମସ୍ତେ ପାପ କରିଅଛନ୍ତି। ବାଇବଲରେ ଯୋଉ ପାପ ଅଛି, ଏଇ ସବୁ ପାପ କେଉଁଠାରୁ ଆସିଲା, ଏଇ ସବୁ ପାପ କୋଉଥିରୁ ଆରମ୍ଭ ହେଲା, ଏଇ ସବୁ ପାପର ଉତ୍ପତ୍ତି କଣ, ସେଇ ବିଷୟରେ ଆମେ ଦେଖିବା। ମହାଭାରତ ବହିରେ କଲସ୍ୟ 1 ପର୍ବର 16 ପଦ ଏବଂ 17 ପଦ। କାରଣ ଦୃଶ୍ୟ ଓ ଅତୃତୀୟ ବର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟିତ। ତିମାର୍ଥନ କି ପ୍ରଭୁତ୍ବ କି ଆଧିପত্য কি কর্তাকণ সমস্ত তাহাঙ্গ দ্বারা ও তাহান্ত নিরন্তে তৃষ্ট হয়েছে। সমস্ত বিষয় তৃষ্ট হেবা ପୂର୍ବରୁ ଅଛନ୍ତି ଓ ତାହାଙ୍କ ଠାରେ ସମସ୍ତ ବିଷୟ ଅସ୍ତିତ୍ୱ ଅଛି। ତାହେଲେ ଏହି ପଦ ପଢିଲେ ଆମେ ଜାଣିପାରୁଛୁ ଯେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଏଠି ଆମର ଦେଖିପାରୁଛୁ 15 ପଦ ଲେଖା ଅଛି, ସେ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମ ଜାତ। କାହିଁକି ପ୍ରଥମ ଜାତ? ଯେହେତୁ ଯେତେ ସବୁ ବିଷୟ ଆମେ ଦେଖୁଛୁ, ଯେତେ ସବୁ ବିଷୟ ସୃଷ୍ଟି ହେଉଛି, ସବୁ ବିଷୟ ତାହାଙ୍କ ନିମନ୍ତେ ହିଁ ଅଛି ଏବଂ ତାହାଙ୍କ ଦ୍ୱାରା ଅଛି। ତେବେ ଯେତେବେଳେ ଜଣେ ଲୋକ ଏହି ପଦ ପଢ଼େ, ତେବେ ତାହାର ମନରେ ପ୍ରଶ୍ନ ଆସିବ ଯେ ପରମେଶ୍ୱର ଏମିତି ଆମେ ଦେଖୁଛୁ ଯେ ସବୁ ବିଷୟ ଯୀଶୁଖ୍ରୀଷ୍ଟ ଦ୍ୱାରା ସୃଷ୍ଟି ହେଲା, ତେବେ କ'ଣ ପାପ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆରମ୍ଭ ହେଲା କି? ପାପ ମଧ୍ୟ ପୁରା ଈଶ୍ୱର ଠାରୁ ଆରମ୍ଭ ହେଲା କି? ତାହା ଜାଣିବା ଆମକୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଇ ପଦରେ ଆମେ ପଢ଼ିଲୁ ଯେ ସମସ୍ତ ବିଷୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ହେଉଛି, ସମସ୍ତ ବିଷୟ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ହେଉଛି। ତେଣୁ କ'ଣ ପାପ ମଧ୍ୟ କି ସେଠି ଅନ୍ତର୍ଭୁକ୍ତ କି? ସେ ବିଷୟ ଆମେ ବର୍ତ୍ତମାନ ବୁଝିବା। ପ୍ରଥମ ବିଷୟ ଆମେ ମନେ ରଖିବା ଯେ ପରମେଶ୍ୱର କେବେ ପାପ କରନ୍ତି ନାହିଁ, ପରମେଶ୍ୱର କେବେ ପାପ ପ୍ରଦର୍ଶନ କରିପାରନ୍ତି ନାହିଁ। ଆଉ ଏଇଆ ବାଇବଲ ସ୍ପଷ୍ଟ ଭାବରେ ଆମକୁ କହେ। ମୋ ସହିତ ବୁକ୍ ବାହାର କରିବେ, ଆଇବ 34 ପର୍ବର 10 ପଦ। हे बुद्धिमान लोके कौ କଥା ଶୁଣ, ପରମେଶ୍ୱର ଯେ ଦୁଷ୍କର୍ମ କରିବେ ଏହା ତାହାଙ୍କ ଠାରୁ ଦୂରେ ଥାଇ ଓ ସର୍ବଶକ୍ତିମାନ ଯେ ଅଧର୍ମ କରିବେ ଏହା ତାହାଙ୍କ ଠାରୁ ଦୂରେ ଥାଉ। ଏହି ପଦରେ ଆମେ ଜାଣିପାରୁଛୁ ଯେ ପରମେଶ୍ୱର ଯେ ଦୁଷ୍କର୍ମ କରିବେ, ପରମେଶ୍ୱର ଯେ ଅଧର୍ମ କରିବେ, ଏହା ତାହାଙ୍କ ଠାରୁ ଦୂରରେ ଥାଉ। ହୁଏତ ଆମେ ଅନେକ ସମୟରେ ଅନେକ ଲୋକ ଯୋଉମାନେ ଈଶ୍ୱରକୁ ବିଶ୍ୱାସ କରନ୍ତି ନାହିଁ ବା ଈଶ୍ୱରଙ୍କୁ ମାନନ୍ତି ନାହିଁ, ସେମାନେ ଏଇ ଟଙ୍କା ଅଭିଯୋଗ କରିପାରନ୍ତି ଯେ ଈଶ୍ୱରଙ୍କ ଦ୍ୱାରା ଯଦି ସମସ୍ତ ସୃଷ୍ଟି ଅଛି, ତେବେ ପାପ ମଧ୍ୟ ତାଙ୍କ ଦ୍ୱାରା ସୃଷ୍ଟି ହୋଇଅଛି, ସେମାନେ ଏଇ ଟଙ୍କା ଦାବି ସେମାନେ ବହନ୍ତି। କିନ୍ତୁ ଆମେ ମନେ ରଖିବା ବାଇବଲ ଆମକୁ ସ୍ପଷ୍ଟ ଭାବରେ କୁହେ ଯେ ପରମେଶ୍ୱର ଯେ ଦୁଷ୍କର୍ମ କରନ୍ତି ତାହା କେଉଁଠାରୁ ଥାଉ, ଦୂରରେ ଥାଉ। ସେ କେବେ ମଧ୍ୟ ଦୁଷ୍କର୍ମ କରନ୍ତି ନାହିଁ, ସେ କେବେ ମଧ୍ୟ ସେ ଅଧର୍ମ କରନ୍ତି ନାହିଁ, ସେଇ ପରମେଶ୍ୱର ଅଟନ୍ତି। ଆଉ ଯଦି ଆମେ ଆଉ ଗୋଟେ ପଦ ପଢିବା, ଦ୍ୱିତୀୟ ବିବରଣ 32 ପର୍ବର 4 ପଦ। ଦ୍ୱିତୀୟ ବିବରଣ 32 ପର୍ବର 4 ପଦ। ତେଣୁ କହିଲ ତାହାଙ୍କ କର୍ମ ସିଦ୍ଧ, କାରଣ ତାହାଙ୍କର ସକଳ ପକ୍ଷ ନ୍ୟାୟ। ସେ ବିଶ୍ୱସ୍ତ ଓ ଅଧର୍ମ ରହିତ ପରମେଶ୍ୱର, ସେ ଧାର୍ମିକ ଓ ସରଳ। ପରମେଶ୍ୱର ଏଠି କ'ଣ ଅଟନ୍ତି? ଅଧର୍ମ ରହିତ, ଅର୍ଥାତ୍ ତାହାଙ୍କର କୌଣସି ଅଧର୍ମ ନାହିଁ। ତାହାଙ୍କର କର୍ମ କ'ଣ ଅଟେ? ସିଦ୍ଧ ଅଟେ, ସେ ବିଶ୍ୱସ୍ତ ଅଟନ୍ତି, ତାଙ୍କର ସକଳ ପଥ ନ୍ୟାୟ ଅଟେ, ଆଉ ତାହା ସେ ଧାର୍ମିକ ଏବଂ ସରଳ ଅଟନ୍ତି। ଏହି ପଦ ଦ୍ୱାରା ଆମେ ସ୍ପଷ୍ଟ ଭାବରେ ଜାଣିପାରୁଛୁ ଯେ ପରମେଶ୍ୱର ସେ ଅଧର୍ମ ରହିତ, ସେ ବିଶ୍ୱସ୍ତ ଅଟନ୍ତି, ଅର୍ଥାତ୍ ପରମେଶ୍ୱର ସେ ନିଜେ କେବେ ଅଧର୍ମ କରନ୍ତି ନାହିଁ। ଅର୍ଥାତ୍ ଆମେ ଦେଖୁଛୁ ଯେ ସେ ଅଧର୍ମ କରନ୍ତି ନାହିଁ, ଅଧର୍ମ ତାଙ୍କର ଦୂରରେ ଥାଏ, ଆଉ ସେ ବିଶ୍ୱସ୍ତ ଏବଂ ନ୍ୟାୟ ଅଟନ୍ତି, ସେ ଅଧର୍ମ ରହିତ ପରମେଶ୍ୱର ଅଟନ୍ତି। ତେଣୁ ଆମେ ଏଇ ସବୁ ପଦ ଦେଖିଲେ, ଏ ପ୍ରକାର ଅନେକ ପଦ ସବୁ ଅଛି, ଆମେ ଜାଣିପାରୁ ଯେ ପରମେଶ୍ୱର କେବେ ପାପ କରନ୍ତି ନାହିଁ, ପରମେଶ୍ୱର କେବେ ପାପ ଉତ୍ପାଦନ କେବେ ସେ କରନ୍ତି ନାହିଁ, ଏହା ମାନେ ମନେ ରଖିବା। ତାପରେ ଦ୍ୱିତୀୟ ବିଷୟ ଆମେ ମନେ ରଖିବା ଯେ ଈଶ୍ୱର ପାପକୁ ପ୍ରୋତ୍ସାହନ କେବେ କରନ୍ତି ନାହିଁ, ଅର୍ଥାତ୍ ପରମେଶ୍ୱର କେବେ ଅନ୍ୟକୁ ପାପ କରିବା ନିମନ୍ତେ ଉତ୍ସାହ କରନ୍ତି ନାହିଁ। ଅନେକ ସମୟରେ ମନୁଷ୍ୟମାନେ ଅନ୍ୟ ଲୋକ କରନ୍ତି, ପାପ କରେ ବଢ଼ିଆ ହବ, ଏଇଟା କଲେ ଅନ୍ୟମାନେ ପ୍ରଶଂସା କରିବେ, ଏଇଟା ଅନେକ ବିଷୟ ସବୁ କହିଥାନ୍ତି। କିନ୍ତୁ ପରମେଶ୍ୱର ସେ ନିଜେ ପାପ କରନ୍ତି ନାହିଁ ଏବଂ ସେ କାହାକୁ ପାପ କରିବା ପାଇଁ ଉତ୍ସାହ କରନ୍ତି ନାହିଁ, ସେ ଉସ୍ତାନ୍ତି ନାହିଁ ଯେ ଯାହା ଯାହା ପାପ କରିବୁ, ବଢ଼ିଆ ବଢ଼ିଆ ପ୍ଲାନ୍, ଏଇଟା କରନ୍ତି ନାହିଁ, ଏଇଟା କେବଳ ମନୁଷ୍ୟର କାମ ଅଟେ। ଯେହେତୁ এই ବିଷୟ ଆମେ ବାଇବଲରେ ଭଲ ଭାବରେ ପଢ଼ିପାରିବୁ। ମୋ ସହିତ ବାହାର କରିବେ ହବକୁମ 1 ପର୍ବର 13 ପଦ। ଦୁଃଖିତ ଏପରି ନିର୍ମଳ ଚକ୍ଷୁରେ
ମନ୍ଦ ଦେଖି ନ ପାର ଓ ତୁମ୍ଭେ କୁଟୀର ଚରଣ ପ୍ରତି ଦୃଷ୍ଟି କରି ନ ପାର ତେବେ ଯେଉଁମାନେ ବିଶ୍ୱାସଘାତକତା କରନ୍ତି ସେମାନଙ୍କ ପ୍ରତି କାହିଁକି ଦୃଷ୍ଟିପାତ କରୁଅଛ ଓ ଦୁଷ୍ଟ ଲୋକ ଆପଣା ଅପେକ୍ଷା ଓ ଧାର୍ମିକ ଲୋକକୁ ଭ୍ରାନ୍ତ କଲା ବେଳେ କାହିଁକି ନୀରବ ହୋଇ ରହୁଅଛ? ତେବେ ଏହି ପଦରେ ଆମେ ଦେଖିବାକୁ ପାଉଛୁ ଯେ ପରମେଶ୍ୱରଙ୍କ ଚକ୍ଷୁ କୋଣ ଅଟେ ଏତେ ନିର୍ମଳ ଅଟେ ଯେ ସେ ମନ୍ଦକୁ ଦେଖି ପାରନ୍ତି ନାହିଁ। ସେ ମନ୍ଦକୁ କେବେ ଦେଖି ପାରନ୍ତି ନାହିଁ। ସେ କୁଟୀର ଚରଣ ପ୍ରତି କେବେ ଦୃଷ୍ଟି କରନ୍ତି ନାହିଁ। ସେଇ ପ୍ରକାର ପରମେଶ୍ୱର ଅଟନ୍ତି। ସେଥିପାଇଁ ଯଦି ସେ ମନ୍ଦକୁ ଦେଖି ପାରନ୍ତି ନାହିଁ ତେବେ ସେ କି ପ୍ରକାର ଅନ୍ୟକୁ ଉତ୍ସାହ କରିପାରିବେ କେଉଁ ପାପ କର ବୋଲି ସେ ତାହା କେବେ କରନ୍ତି ନାହିଁ। ଆଉ ଆମେ ଯାକୁବ 1:13 ପଦରେ ଆମେ ଭଲ ଭାବେ ଜାଣିଛୁ ଯେ ପରମେଶ୍ୱର କେବେ ମନ୍ଦରେ ପରୀକ୍ଷା କରନ୍ତି ନାହିଁ। ପରମେଶ୍ୱର କେବେ ପରୀକ୍ଷା କରନ୍ତି ନାହିଁ। ପରମେଶ୍ୱର କେବେ ଉତ୍ସାହ କରନ୍ତି ନାହିଁ ଯାଅ ପାପ କରିବ ବା ପାପ କର ଆମେ କେବେ ମଧ୍ୟ ସେ ଉତ୍ସାହନ୍ତି ନାହିଁ। ତେଣୁ ପ୍ରଥମ ବିଷୟ ଆମେ ଦେଖିଲୁ ଯେ ପରମେଶ୍ୱର ନିଜେ କେବେ ପାପ କରନ୍ତି ନାହିଁ ବା ପାପ ସେ କେବେ ପ୍ରଦର୍ଶନ କରନ୍ତି ନାହିଁ। ଆଉ ଦ୍ୱିତୀୟ ବିଷୟ ଆମେ ଦେଖୁଛୁ ଯେ ପରମେଶ୍ୱର ତାହାକୁ ଉତ୍ସାହ ମଧ୍ୟ କରନ୍ତି ନାହିଁ ପାପ କରିବା ନିମନ୍ତେ। କେବେ ପାପ କେଉଁଠାରୁ ଆସିଲା ଆମେ ଦେଖିଲୁ ଯେ କ'ଣ ପରମେଶ୍ୱର ପାପମରେ ଅଛନ୍ତି କି ପରମେଶ୍ୱର ପାପ କରନ୍ତି ନାହିଁ। ପରମେଶ୍ୱର ପାପ ପାଇଁ ଉତ୍ସାହ ବି କରନ୍ତି ନାହିଁ। କିନ୍ତୁ ତେବେ ପାପ କେଉଁଠାରୁ ଆସିଲା? ତୃତୀୟ ବିଷୟ ଆମେ ମନେ ରଖିବା ଈଶ୍ୱର ପାପକୁ ଅନୁମତି ଦେଇପାରନ୍ତି। ସେ ପାପ କରନ୍ତି ନାହିଁ ସେ କିନ୍ତୁ ପାପକୁ ଅନୁମତି ଦେଇପାରନ୍ତି। ପାପକୁ ସେ ଅନୁମତି ଦେଇପାରନ୍ତି ଅର୍ଥାତ୍ ଆମେ ତେବେ ପଦ ପଢ଼ିବା ଆମେ ଜାଣିପାରିବା। ଆଦି ପୁସ୍ତକ 50:20 ପଦ। ଆଦି ପୁସ୍ତକ 50:20 ପଦ। ତୁମ୍ଭେମାନେ ମୋ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ କମାର ଆତ୍ମା ପରମେଶ୍ୱର ତାହା ମଙ୍ଗଳ କଳ୍ପନା କଲେ ତେବେ ଯେପରି ଦେଖୁଅଛ ସେପରି ଅନେକ ଲୋକଙ୍କର ପ୍ରାଣ ରକ୍ଷା କରିବାକୁ ତାହାଙ୍କର ଅଭିପ୍ରାୟ ଥିଲା। ଏଠାରେ ଆମେ ଦେଖୁଛୁ ଯୋସେଫଙ୍କ ବିଷୟରେ। ତେବେ ଯୋସେଫ କହୁଛନ୍ତି ତାଙ୍କର ଭାଇମାନଙ୍କୁ ତୁମେମାନେ ମୋ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲେ। ଅର୍ଥାତ୍ ଯୋସେଫଙ୍କର ଭାଇମାନେ ଯୋସେଫଙ୍କ ବିରୁଦ୍ଧରେ ମନ୍ଦ ଯୋଜନା ସବୁ କଲେ ମନ୍ଦ କଳ୍ପନା କଲେ କିନ୍ତୁ ଈଶ୍ୱର ସେଇ ମନ୍ଦରୁ କ'ଣ କଲେ ଉତ୍ତମ ବିଷୟ କଲେ। ସେଇ ମନ୍ଦରୁ ସେ କ'ଣ ମଙ୍ଗଳର କଳ୍ପନା କଲେ ଆଉ ତାହା ସେମାନେ ଦେଖିଲେ ମାନେ ତାଙ୍କ ଭାଇମାନେ ପରବର୍ତ୍ତୀ ସମୟରେ ଜାଣିପାରିଲେ ଆଉ ସେଇ ବିଷୟକୁ ଯୋସେଫ ସେ ସ୍ୱୀକାର କରୁଅଛନ୍ତି। ତେବେ ଏଠି ଆମେ ଦେଖୁଛୁ ପରମେଶ୍ୱର ଯୋସେଫଙ୍କ ଜୀବନରେ ଯେତେ ଦୁଃଖ କଷ୍ଟ ସବୁ ବିଷୟ ସେ ଅନୁମତି ଦେଲେ। କିନ୍ତୁ ଅନୁମତି ଦେଲେ ତାର ଅର୍ଥ ଏଇଟା ନାହିଁ ଯେ ଯୋସେଫ ପାପ କଲେ ସେମିତି ନୁହଁ। କିନ୍ତୁ ସେ ଅନୁମତି ଦେଲେ କିନ୍ତୁ ସେଇ ମନ୍ଦରୁ ତାଙ୍କ ନିମନ୍ତେ ମଙ୍ଗଳ ବିଷୟ ସେ ଉତ୍ପନ୍ନ କରିଅଛନ୍ତି ବା ମଙ୍ଗଳ ବିଷୟ ସେ ଉତ୍ପନ୍ନ ମଙ୍ଗଳ ବିଷୟ ସେ ସାଧନ କରିଅଛନ୍ତି। ତେବେ ଏହି ପ୍ରକାର ଆମେ ଜାଣିପାରୁଛୁ ଯେ ପରମେଶ୍ୱର ଆମଙ୍କ ଜୀବନରେ ମନେକର ହୁଏତ ଅମଙ୍କର ବିଷୟ ଆସିପାରେ ପାପ ମଧ୍ୟ ଆସିପାରେ କିନ୍ତୁ ପରମେଶ୍ୱର ସେଇ ପାପରୁ ଉତ୍ତମ ବିଷୟ ସେ ଆଣନ୍ତି। ଆମର ସେ ଯୋସେଫଙ୍କ ବିଷୟରେ ଭଲ କରିବା ସେଠି ଅନେକ ଲେଖାନ୍ତି ଈଶ୍ୱର ତାଙ୍କର ସହବର୍ତ୍ତୀରେ ଈଶ୍ୱର ତାଙ୍କର ସହବର୍ତ୍ତୀରେ ତଥାପି ବି ତାଙ୍କ ଜୀବନରେ ଦୁଃଖ କଷ୍ଟ ସମସ୍ୟା ଆସିଥିଲା କିନ୍ତୁ ପରମେଶ୍ୱର ସେସବୁ ଅନୁମତି ଦେଲେ କିନ୍ତୁ ସେଇ ସବୁରୁ ମଙ୍ଗଳ ବିଷୟ ସେ ଭବିଷ୍ୟତରେ ତାଙ୍କ ନିମନ୍ତେ ସାଧନ କଲେ। ପରମେଶ୍ୱର ନିଜେ ପାପ କରନ୍ତି ନାହିଁ। ପରମେଶ୍ୱର କେବେ ପାପ କରିବା ପାଇଁ ଉତ୍ସାହ କରନ୍ତି ନାହିଁ କିନ୍ତୁ ପରମେଶ୍ୱର ପାପ ହେବା ପାଇଁ ଅନୁମତି ଦିଅନ୍ତି ବା ପାପକୁ ସେ ଅନୁମତି ଦିଅନ୍ତି। କାହିଁକି ଅନୁମତି ଦିଅନ୍ତି ଆମେ ଯଦି କରିବା ରୋମିଓ 5:3-5 ପଦ। କେବଳ ତାହା ନୁହେଁ ସମସ୍ତ କେତରୁ ମଧ୍ୟ ଗର୍ବ କରୁଅଛୁ କିନ୍ତୁ କେତରୁ ଧୈର୍ଯ୍ୟରୁ ଅନୁଭୂତି ପୁଣି ସତ୍ ଚରିତ୍ରରୁ ଭରସା ଯେ ଜନ୍ମେ ଏହା ଆମ୍ଭେମାନେ ଜାଣୁ ଆଉ ଭରସା ଲଜ୍ଜା ଦିଏ ନାହିଁ କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମା ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ। ଏଠାରେ ଆମେ ଦେଖୁଛୁ ଯେ ପାଉଲ ରୋମିଓ ମଣ୍ଡଳୀ ଚିଠି ଲେଖୁଛନ୍ତି ସେ ଏଇ ବିଶେଷ ଉଲ୍ଲେଖ କରୁଛନ୍ତି। ସେ କହୁଛନ୍ତି ଯେ କେବଳ ତାହା ନୁହେଁ ସମସ୍ତ କ୍ଲେଶରେ ମଧ୍ୟ ତର୍କ କରୁଅଛୁ। ପାଉଲ ତାଙ୍କ ଜୀବନରେ ଯେତେ କ୍ଲେଶ ଥିଲା ସେଇ ବିଷୟରେ ସେ ତର୍କ କରୁଥିଲେ। କାହିଁକି ତର୍କ କରୁଥିଲେ ଆମେ ଯଦି ଦେଖିବା 1 ପଦ ଲେଖାଥାଏ ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ
आमे माने आहाको प्रभु जीशु ख्रीष्टक द्वारा ईश्वर सहित शांति रे अछु तबे पाउल जीशु ख्रीष्टंरे विश्वास करी से ईश्वर सहित शांति रे थिले आ से जेतु ईश्वर सहित शांति रे असंदी सेति पई समस्त क्लेश समस्त दुख रे मते से कति गर्व बुझौछति अनेक समय आमानको जीवन दुख आसे आमे खागी करताउ किंतु मोर विश्वास जीशु ख्रीष्ट गुणारे अछि मो जदि जीशु ख्रीष्ट से प्रकृत शांति पाई अछि ते मु क्लेश रे मते दर्प करिगी आ पाउल सेही क्लेश रे से दर्प पत्रे तेनु से जानिथे ते सेही क्लेशरु परमेश्वर उत्तमता ताहाको जीवन को आनी पारती से भी से जानिथे तबे आमानको परमेश्वर से पाप को अनुमति दियंती आमानको परमेश्वर जदिबा से पाप को अनुमति दियंती सेही मध्य को सेति मध्य से करते उत्तमता आनंती उत्तमता से दियंती तेणु करी आमाने एखाने मन रखिबा बा जानिबा विषय ते परमेश्वर पाप करती नाही परमेश्वर बाहाबर में उस्तारती नाही परमेश्वर पाप को अनुमति दियंती जेहेतु सेही अनुमति जहाँ देइछन्ति सिधु से कौन करती उत्तमता आनी पारती एई तार से परमेश्वर जानी अछन्ति सेतिबे से पाप को अनुमति दियंती आमर जदि गोटे विषय भल भाव चिंता करबा आदि पुस्तक एक पर्व एवं दुई पर्व देखा कौन पाप ना शिखारे पाप विषय कौन से उल्लेख तीन पर्व मनुष्य पाक करुच्छी तार पर अनेक विषय आरंभ होची अनेक पतन सब कौन होची आरंभ होची आउटा आम जाना तेरे भल भाव ध्यान देवे परमेश्वर एक पर्व सृष्टि कले अर्थात परमेश्वर सृष्टिकर्ता होती आदम हवा पाप कले परमेश्वर गाड़ी कले परमेश्वर सतर्क नौकी किंतु आदम हवा पाप कले पाप कला परमेश्वर निकट को आसुच्च निकट को आसिक से केउठारे अछ से मते वस्त्र दौरान परित्राण योजना से स्वीकार कर परित्राण घोषणा कर अर्थात मोर कहबार अर्थ होउछि जे जदि सेमान जीवन में पाप आसी न था तेबे आदम हवा कि आपण मैंने आमे मैंने ईश्वर क्षमा एवं अनुग्रह को खिंची पारि न था ईश्वर दया ईश्वर दयार अर्थ कौन ईश्वर दयार अर्थ होता मैंने पाइबा योग्य ताहा न पाइबा माने आम दंड पाइबार योग्य कि ईश्वर आम दया कर दंड दियंती ना ताहा ईश्वर दया आ ईश्वर अनुग्रह होचे आम जहाँ पाइबा योग्य हाँ जहाँ आम पाइबा अयोग्य अयोग्य ताहा आम पाऊ अर्थात आम क्षमा पाइबा कौन प्रकार योग्य नौ आम को क्षमा पाइबा तेबे इठी मोर कहबार उद्देश्य होची जे परमेश्वर सर्वशक्तिमान सर्वज्ञ आदि पुस्तक एक भल भाव जना पड़ जाए ये सब विषय भल भाव जना पड़ जाए किंतु परमेश्वर क्षमामय परमेश्वर दयावान परमेश्वर अनुग्रह केते जानवे केते से जीवन में पाप आसिला जेते यही जगत में पाप आसिला अर्थात यही पाप को अनुमति देवा द्वारा परमेश्वर निजर अनुग्रह निजर दया से प्रकाश करें अर्थात से यही पापरू से ईश्वर दया एवं अनुग्रह से प्रकाश कले से आम गोटे पद पढ़ा जोहन एम पर्व 14 पद ଆଉ ସେହି ବାକ୍ୟ ଦେହଭକ୍ତ ହେଲେ ପୁଣି ଅନୁଗ୍ରହ ତତ୍ତ୍ୱରେ ପରିକୁଷ୍ଟ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କରେ ଆଉ ବିଦାପରରୁ ଆଗକୁ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମେମାନେ ଯାହାଙ୍କ ମହିମା ଦେଖିଛୁ रेखेर में लेखुछु जीशु ख्रीष्ट ईश्वर तबे देहवंत हेले एवं एई जगत को आसिले आसिला परे से दुईटी विषय परिपूर्ण थिले ताहा होछि कोन अनुग्रह एवं सत्य से कोन थिले परिपूर्ण थिले अनुग्रह सत्य से परिपूर्ण होइतले सेतिबे तळ पदरे मध्य लिखा जाय 16 पदरे एवं ताहाको पूर्णतारु आमारे समस्ते प्राप्त होइछु ह अनुग्रह उपरे अनुग्रह प्राप्त होइछु अर्थात जीशु ख्रीष्ट जेतबे एई जगत को आसिले जीशु काई के एई जगत को आसे आमानको परित्राण करिमा जगते काई के आमानको परित्राण आवश्यकता है जेतो आमानको जीवन रे पाप अछि आउ सेही ए जगत ए जगत को आसिले अनुग्रह रे परिपूर्ण होई आसिले आउ ताहांकर अनुग्रह रे आमाने परित्राण पाइछु ताहांकर अनुग्रह को से किनो शिष्य माने देखिले ताहांकर गौरव परमेश्वर गौरव को से माने देखि पारे जानी पारे ते परमेश्वर ए पाप को ए जगत रे अनुमति देदे तेरे
କିନ୍ତୁ ସେଇ ପାପରୁ ସେ ଉତ୍ତମତା ବାହାର କଲେ ଉତ୍ତମତା ସେ ଉତ୍ପାଦନ କରିପାରୁ କି ଯେହେତୁ ଆମେ ଜାଣିପାରୁ ଯେ ଏଇ ଜଗତରେ ପାପ ଆସିଲା ବୋଲି ଆମେ ଜାଣିପାରୁ ଈଶ୍ୱରଙ୍କର ଦୟାର ଅର୍ଥ କ'ଣ ନହେଲେ ଆମେ ଆଦି ପୁସ୍ତକ 1 ପର୍ବରେ ଆମେ କେବେ ମଧ୍ୟ ଈଶ୍ୱରଙ୍କ ଦୟା ବୁଝିପାରିବା ନାହିଁ ଈଶ୍ୱରଙ୍କ ଅନୁଗ୍ରହକୁ ବୁଝିପାରିବା ନାହିଁ ଯେତେବେଳେ ପାପ ଆସିଲା ତାପରେ ସମୟରେ ଆମେ ବୁଝିପାରୁ ଈଶ୍ୱରଙ୍କ ଦୟାର ଅନୁଗ୍ରହ ଏବଂ କ୍ଷମା ବଣ ଅଟେ ते बड़ प्रिय भाई भौणी मैंने ये आम जाचु परमेश्वर के पाप करती ना कि पाप को अनुमति दिखती आउ से पाप अनुमति दे से अनेक महाभूत से उत्पादन कर